ହଉଛି ବାପା। କହିଯାରେ ଧନ ବାପା ତୁ ପରା ମୋର ଏ କଇର ବଲା ବେଶୀ କେଶନ। ବାପା ତୁ ପରା ମୋ ଆଖିର ପିତୁଳା। ବାପା ଆରେ ତୁ ପରା ମୋ ଛାତିର କଳିଜା। କହିଯାରେ ଧନ। ବାପା ହଁ ତାହେଲେ ଶୁଣନ୍ତୁ ବାପା, କହିଯାରେ ଧନ। ଯଦି ଆପଣଙ୍କର ଆଜ୍ଞା ହବ, ଯଦି ଆପଣଙ୍କର ଆଜ୍ଞା ହେବ, ତାହେଲେ ମୁଁ ମୋ ସଖୀମାନଙ୍କୁ ଧରି ସେଇ ଦେବଦେବ ମହାଦେବଙ୍କୁ ପୂଜା ଅର୍ଚ୍ଚନା କରିବା ପାଇଁ ଯିବି ବାପା। ସେଥିପାଇଁ ସେଥିପାଇଁ ଆସିଛୁ ବାପ ପାଖରେ ବାପା ବିଦାୟ ମାଗିବା ପାଇଁ। ହଁ ବାପା ନିଶ୍ଚୟ ତୋତେ ବିଦାୟ ଦେବି ରେ ମା। ସତରେ ବାପା। ସେହି ଦେବ ଦେବ ମହାଦେବଙ୍କ ବାପା ପୂଜା କରି ଆସିବୁ ରେ ଧନ। ସତରେ ବାପା। ତୋତେ ମୁଁ ନିଶ୍ଚୟ ଆନନ୍ଦରେ ବିଦାୟ କରିବି ବାପା ପରେ ଧନ। ତୋତେ ଦେଉଛି ମେଲାଣି ଝିଅ ତୁ ଯାଅ ମନ୍ଦିର ପରେ ଧନ। ତୋତେ ଦେଉଛି ମେଲାଣି ଝିଅ ତୁ ଯାଅ ମନ୍ଦିର। ମହାଦେବଙ୍କ ପୂଜା ସାରିଲ ପରେ ଧନ। ମହାଦେବଙ୍କ ପୂଜା ସାରିଲ ଫେରି ଆସିବୁ ଚଞ୍ଚଳ ମେଲନ କରି ଉଛୁର ଝିଅ ତୁ ଯାଅ ମନ୍ଦିର। ଝିଅ ତୁ ଯାଅ ମନ୍ଦିର। ଏ ମା ବାପା ବଣ ଭିତରେ ମନ୍ଦିର ଅଛି। ଦୁର୍ଗମ ପଥେ ଯିବାକୁ ସତେ ଏତେ ସହଜ ନୁହେଁ। ହରେ ମା ସହଚରୀଙ୍କ ସଙ୍ଗତେ ଯିବୁ ମାନିମ ବଳ ମଗଲାହାର ନ ଯିବୁଲୋ ଏକାଠି ନ ଯିବୁଲୋ ଏକାଠି। ତୋର ଆସିବା ବାଟକୁ ଚାହିଁ ତୋର ଫେରିବା ବାଟକୁ ଚାହିଁ ରହିଥିବି ଧନ ମୋର ଲୋକେଶର ଏହି କ୍ଷୀର ଝିଅ ତୁ ଯାଅ ମନ୍ଦିର। ଝିଅ ତୁ ଯାଅ ମନ୍ଦିର। ହରେ ମା ବାପା ଦେଖ ସେ ହେଉଛି ଦୁର୍ଗମ ରାସ୍ତା। ବାପା ସହଚରୀଙ୍କ ସହିତ ଯିବୁ ଆଉ ଚଞ୍ଚଳ ହୋଇ ଫେରି ଆସିବୁ। ଠିକ ଅଛି ବାପା, ଆପଣ ଜମା ହ୍ୟାଲୋ ଚିନ୍ତା କରନ୍ତୁନି। ହ୍ୟାଲୋ ଶୁଭରାତ୍ରି ଶୁଭ ସନ୍ଧ୍ୟା। କରୁଛି ମୁଁ। ଠିକ ଅଛି